ଅଜୟ ଅଜୁ ଅଜୟ ए लोकटा मरी जाई बाबू आम घर को कॉल आसीतिला। हाँ हाँ आपण कोन अजय दास रो संपर्क हेबे? मो अभिराम दास अजय दास रो बापा हेले ये मो पुआ हे नथिबो। मो पुआ के आत्महत्या करि पारबनी। से गोटे गरीब बापर पुआ हे पारे किंतु भीरू कापुरुष नहे। मो पुआ आत्महत्या करि पारबनी। आलो केमिति देखिबी मो परा ता बापा जन्म करितिली छोटरू बड़ करितिली स्टेशन रे कुलीगिरी करी छोटरू बड़ करितिली से मो पार्टी रे टिके निहा देई थांता मो गला बेले मो सब आगरे बसी भागवत पढ़ी थांता केमिति देखिबी ता कोटा मुंडटा केमिति देखिबी मो पुओ ए देख लो बा देख से माने मो भाई को नहीं जाउ छथि लो बा से माने मो भाई को नहीं जाउ छथि की करे सही पारिबी मावनु ए मा हे कथा तू तो बहु को जम्मा कहबुनी मा सेटा गोटे हार्ट पेशेंट रोगी ता पुओ को से भारी भल पाए से भल हेबाटा जाए ए कथा तू तो बहु को जम्मा जणेबुनी ताकू नाइलो बा मां ए कथाटा भी जानी सारिथिबो। अरुणा जानिलानी से भी मो साथरे आसीतिला लो बा मां मां अरुणा रे आसीबो जीवन बंची था भलो हेई थांता। अरे काहे की मु बंचीबी का माई बंचीबी। अरे किए मते आउ मां बोली डाकिबो किए डाकिबो मु मां बोली डाकिबी।
अरे अरे किए से ऊपर वाला काहे से उते को दउची आबे जदि पाप करिछु ताहिले हमको मारी देउन काहे की मारी देउनी अरे से कोन जानिनी मोरी पाउसरु पहुंची बाटा जाए केते करो ओ आउ सोही पारुनी रे ओ आउ सोही पारुनी आम आखिरे आउ लुह नाही बाबू मते विश्वास करो लुहर मूल्य जदि 5 टका हेई थांता ना ताहले आमे 5 कोटी रो मालिक हेई थांतु बाबू ସେଇଥିପାଇଁ ତ ସେ ଉପର ବାଲା କହେ ଯିଏ ମୋତେ ଯେତେ ଭଲ ପାଏ ମୁଁ ତାକୁ ସେତେ ଦୁଃଖ ଦିଏ ଯିଏ ମୋତେ ଛାତି ଭିତରେ ସାଇତି କରି ରଖେ ମୁଁ ତା ପିଠିକୁ ସେତେ ଜୋରରେ ବିଧା ମାରେ ସବୁ ପରେ ବି ଯେମିତି ଯେମିତି ଏ ଅନନ୍ତଟା କାନ୍ଦୁଛି ବାବୁ ସବୁ ପରେ ବି ମୋ ପୁଅ ଉପରେ ମୋ ଭରସା ବିଶ୍ୱାସ ଥିଲା ହେଲେ ଆଜି ସବୁ ତୁଟି ଗଲା ତମେ ମାନେ ମୋ କଥା ଟିକେ ଶୁଣ ଆରେ ତମେ ମାନେ ମୋ କଥା ଶୁଣିଲେ ସବୁ ସମସ୍ୟାର ସମାଧାନ ହେଇଯିବ ଆରେ ଚାଲ ତମେ ଅନୁ ଆଉ ମୁଁ ଏ ଷ୍ଟେସନରେ ଯାଇ ଆତ୍ମହତ୍ୟା କରିବା ଆରେ ଚାଲ କହୁଛି ଆରେ ନାଇଁ ସେ ଭୁଲ କରନି ତମ ମାନେ ନା ସେ ଭୁଲ କରନି କିଛି ଶୁଣିବିନି ଏଇ ତମେ କାହା କଥା ବି ଶୁଣନି ଚାଲ আরে রয়ে যাও এ বাবু রয়ে যাও তাহলে মরতে भी নিয়ে যাও আরে তু কাহিকি ଆମ ସହିତ ଯିବୁ ଆରେ ତୁ କାହିଁକି ମରିବୁ আরে ତମେ ମାନେ ମରିବାକୁ ଚାହୁଁଛ ମୁଁ ମରିଗଲେ କ୍ଷତି କ'ଣ ଅଛି ତମେ ତିନି ଜଣ ପ୍ରାଣୀ ହୋଇଛନ୍ତି ବଞ୍ଚିବାକୁ ସାହସ କରିପାରୁନ ତାହେଲେ ମୋର ତ ଏ ଦୁନିଆରେ କେହି ବି ନାହାନ୍ତି ମୁଁ ଆସିଛି ଏକା ଯିବି ବି ଏକା ତୁ ସେ ଭୁଲ କରନା ରେ ପୁଅ ସେ ଭୁଲ କରେ ନା ଆରେ ତୁ ଗୋଟେ ପିଲାଟିଏ ତ ବଞ୍ଚିବାକୁ ଅଧିକ ବାଟ ପଡ଼ିଛି ଏ ବାବୁ ତମ ବାଟ ଅଲଗା ଆମ ବାଟ ଅଲଗା ବାବୁ ସେ ଅଲଗା ଅଲଗା ବାଟକୁ ଗୋଟେ କରିଦେଲେ ହୁଅନ୍ତାନି ଏ ମା ତମ ଭାଗ୍ୟ ସହିତ ମୋ ଭାଗ୍ୟକୁ ଯୋଡ଼ି ଯାଆନ୍ତାନି ଏ ଭଉଣୀର ଭାଇ ହେବା ପାଇଁ ସୁଯୋଗ ଦିଅ ମା ଏ ବାବୁ ମୁଁ ତ ମୋ ପୁଅ ହିଁ ଜାଣିଥିନି ମାନେ ମୁଁ ତ ମୋ ପୁଅ ହେଇ ରୋଜଗାର କରି ତମମାନଙ୍କୁ ପୋଷନ୍ତି ବଦଳରେ କିଛି ମାଗିବିନି ଲୋ ମା ଖାଲି ଏତିକି ମାଗିବି ଯେ ଚାଲୁ ଝୁଣ୍ଟି ପଡ଼ିଲେ ତୁ ପଣତ କାନିରେ ଟିକେ ଜାଗା ଦେବୁ ଲୋ ମା ଏତିକି ଦୟା କର ମା ବାବୁ ଏତିକି ଦୟା କର सब
না অমর না, এসবু অসম্ভব। আরে কোন অসম্ভব? তবে ମୁଁ তো କିଛି বুঝি পারুনি। অমর, তবে তো আম ঘরর পরিস্থিতি বিষয়ে জানিছ। তাছাড়া তুমি হচ্ছ গোটে বড় ঘরর পুଅ, আর মু হচ্ছি গোটে গরিব ঘরর ঝিও। আম ଦି ଜଣଙ୍କର ବାହାଘର କ'ଣ ସମ୍ଭବ? আরে বাবা, ମୁଁ তো কথা দଉছি, ମୁଁ ତମକୁ ବାହା ହେବି। কিন্তু আরে কিন্তু কোন? ମୁଁ ତମକୁ ବାହା ହେବି। অমর, তবে সত কହୁଛ অমর? ହଁ। অমর, অমর, अबे धर ताको धर बेसी छाटी पिटी हबो तो गेंजी हेई जीवो ফির কিনা দেখাই দেবো, ফির কিনা ফোড়ি দেবি। আমার কষ্ট হবনি। বেশি ছাটি পিটি হেব, ছুঞ্চিটা গেঞ্জি ହେଇଯିବ। ঠাক কিনা প্রাণটা ছাড়িଯିବ। ସେଇଟା କି ଇଞ୍ଜେକ୍ସନ? କାହିଁକି ମତେ ଇଞ୍ଜେକ୍ସନ ଦଉଛ? अरे से इंजेक्शन टा पागल कुकुर रो विष जहा से इंजेक्शन टा से ତାମାନେ ପାଗଳ ମଣିଷର ପାଗଳ अरे हो करे भोकेबो पानी देखिले डरिबो ए धर ताको धर ବେଶୀ ଗୋଟେ ଦେଖି ଯାଉଛନ୍ତି। ବୁଝୁନ ଭାଇ, हाँ ଇଏ ନା ଜମା ଧରି ପାରୁନି। हाँ ଏମିତି କ'ଣ ଧରାଯାଏ କି? କେମିତି ଧରାଯାଏ? ଜାଣିଛୁ? ଭାଇ, ହଁ। ଏମିତି ଧରାଯାଏନି। केमती धरा जाए ହାତ ଦିଟାକୁ ପଛ ପଟକୁ ଧରାଯାଏ, ଆଉ ବେକ ସନ୍ଧିକୁ ଚାପିକି ଧରିଲେ ହବ ନା। ଆଚ୍ଛା, ठीक ठीक कहूଛି ଆଚ୍ଛା ଭାଇ, ହଁ। ମୁଁ ଆଉ ଗୋଟେ କଥା କହୁଛି ଶୁଣ। ବୁଢ଼ାର ଯେମିତି ଅଧିକା କିଛି କ୍ଷତି ନ ହୁଏ, ତା ନହେଲେ ବୁଢ଼ା ମରିଗଲେ ଆମେ ଭାଇ ଭଉଣୀ ଦିଟା ଫସିଯିବୁ। ହଁ ଭାଇ, ସେ ଠିକ କହୁଛି। টিভি মিডিয়াରେ ଆମକୁ ସନ୍ଦେହ କରିବେ। ଏମିତି କି ବାପା ତାଙ୍କର ସବୁ ସମ୍ପତ୍ତିକୁ ଅନାଥ ଆଶ୍ରମକୁ ଦାନ କରିବେ। ଏମିତି କି ପୁଲିସ ଆମକୁ ଆରେଷ୍ଟ କରି ନେବ। myself ହଲଲ କୁନ୍ଦ୍ରା ଘର ଚୁରୁନ୍ଦା ଅଫିସ ମୁମ୍ବାଇ ବାନ୍ଦ୍ରା ଆଉ ବୁଝିଲୁ ଭାଇ, ଖାଏ ନିରାମିଷ ଟୋଟାଲ ଆଇସ ହଉଛି ମୋ ଧନ୍ଦା। ଆରେ ଏ ହଲଲ କୁନ୍ଦ୍ରାର ସଟ୍ଟା ଏମିତି ସେମିତି ସଟ୍ ନୁହେଁ, ଓର ହେଲିକପ୍ଟର ସଟ୍ ଛକା ହବ ତ ପକ୍କା। ଭାଇ ବୁଝିଲୁ ଭାଇ,
ଆମ ଆମ ବାବା ଅଶୋକ ମହାପାତ୍ର ଆମ ହାତ ମୁଠାରେ ରହିବା ଦରକାର। ହଁ ଭାଇ ଆମେ ଉଠ କହିଲେ ଉଠିବା ଦରକାର ଆଉ ବସ୍ କହିଲେ ବସିବା ଦରକାର। ତମେ ଦିଟା ଭିକାରୀ ହବା ଦରକାର। ଆରେ ଆରେ ଅମର ବଡ ଦାଣ୍ଡରେ ବସି ଭିକ ମାଗିବା ଦରକାର। ବାବା ଆରେ ଅମର ହଁ ଭାଇ ମୋର ଟିକେ ଡାଉଟ ହଉଛି। କଣ ଡାଉଟ ଅଛି ଭାଇ? ଆରେ ତମେ ଦୁଇ ଜଣଙ୍କର ରକ୍ତର ନୁହଁ କି ରେ? ଆରେ ମୋ ରକ୍ତ ରହିଥିଲେ ଏତେ ତଳକୁ ଖସି ଯାଇନଥାନ୍ତେ। ଏ ଅଞ୍ଜଳି ଝିଅ ହେଇ ମଦ ପିଉନଥାନ୍ତା। ମଦ ପିଇ କୋଉ ଟୋକାମାନଙ୍କ ସହିତ ରାତି ଅଧରେ ଫେରୁନଥାନ୍ତା। ବାବା ବାପା ମୁଁ କିନ୍ତୁ ସୁନା ପିଲା ହଁ ମୋର ଜମାରୁ ବି ଅବକାରୀ ଚାଷ ନାହିଁ। ଜମା ନୁହଁ। ତୁ ମୋ ପାଇଁ ଗୋଟେ କାଳ ଗ୍ରହ। ମୋ ପାଇଁ କାହିଁକି ଏ ସମାଜ ପାଇଁ ତୁ ଗୋଟେ ସନ୍ତ୍ରାସବାଦୀ। ତୁ ଭାବୁଛୁ ମୁଁ କଣ କିଛି ଜାଣିପାରୁନି? ଏଇ ଏଇ ଶୈତାନ ବୁଦ୍ଧିରେ ପଶି ତୁ ଡ୍ରଗ୍ସ ନେଉଛୁ, ଡ୍ରଗ୍ସ କାରବାର କରୁଛୁ। ଝିଅମାନଙ୍କର ଅଶ୍ଳୀଳ ଫଟୋ ଉଠାଇ ତମେ ମାନେ ବେପାର କରୁଛ। କାହାରିକି ଛାଡ଼ିବିନି, ତମମାନଙ୍କୁ ଛାଡ଼ିବିନି। ମୁଁ ନିଶ୍ଚୟ ପୋଲିସ ଷ୍ଟେସନରେ ଦେବି। ହଁ ମୁଁ ଏଥର ପୋଲିସ ଷ୍ଟେସନ ଯିବି ଆଉ ତମମାନଙ୍କ ବିରୁଦ୍ଧରେ ସବୁ ସତ କଥା କହିଦେବି। ଦେଖିବି କିଏ ମୋର କଣ କରିବ। ନିଶ୍ଚୟ ଯିବି, ମୁଁ ପୋଲିସ ଷ୍ଟେସନ ଯିବି। Boysford! Hololo Kundra! ଘର ଜୁରୁନ୍ଦା ଅଫିସ ମୁମ୍ବାଇ ବାନ୍ଦ୍ରା। ଆଇ ହୋପ ୟୁ ସାର୍ କଣ ହେଲା ଅଲଲ କୁନ୍ଦ୍ର? ତମେ ଯାହା କଲଣି ମୋ ବେପାରଟାକୁ ଫୁଲ ମାନ୍ଦା କରିଦବ। ଭାଇ ସାପଟା ମୋର ଫେଣା ଟକିଲାଣି। ଫଣା ଟେକିଲାନି ମାନେ ଚୋଟ ବି ମାରିବ। ଆରେ ଏଇଟା ଧଣ୍ଡ ନୁହେଁ କି ଧମଡ଼ା ନୁହେଁ ରେ। ଆଉ କଣ ଭାଇ? ଏ ବିଷାକ୍ତ ସାପ ଅହିରା। ଆରେ ତମେ ଦୁଇ ଜଣ ତା ହାତକୁ ଧର, ମୁଁ ପଦ୍ମତୋଳା ବୋଲିବି ହେଲା। ଆରେ ଭାଇ ପଦ୍ମତୋଳା ଷ୍ଟାର୍ଟ। ଠିକ ଅଛି ଭାଇ। ଆରେ କଂସର ଘରଣୀ ପଦ୍ମାବତୀ ରାଣୀ ଆରେ କରିଥିଲେ ଧନନ୍ତରୀ ଓଷା। ଆରେ ଲକ୍ଷେ ହୀରା ପଦ୍ମ ଦେଲୁରେ କହ୍ନେଇ ନଥିଲା ପାଖୁଡା ମିଶା ବୋଲ ଆନନ୍ଦେ କବାର ହରି। ଆରେ ଦେଖା ଦେଖା ତୋର ବେଗ ଖିଆ ପାଟି। ଆବେ ଅମର, ଏସବୁ କଣ ହଉଛି? ବାପା ଆମର ବିବିସାର ହେଲେ ଅଜାତ ଶତ୍ରୁମାନେ ଯାହା କରନ୍ତି ମୁଁ ଠିକ ସେଇଆ କରୁଛି। ଭାଇ ଇଞ୍ଜେକ୍ସନଟା ରେଡି କର। ଆରେ ରେଡି ଅଛି, ବୁଢାଟାକୁ ପମ୍ପି ଦେବା। ଆରେ ଅମର ହଁ ଭାଇ ବୁଢାଟାକୁ ଘର ଭିତରକୁ ନେଇ ଏସିଟା ଲଗେଇ ଦେବୁ। ଭାଇ ଏସିଟାକୁ ସହଲରେ କରିଦେବ, ବୁଢା ଆରାମ ସେ ଶୋଇବ। ଆଉ ତୋ ମୋବାଇଲରେ ଇନଷ୍ଟାଗ୍ରାମଟା ଲଗେଇ ଦେବୁ, ଦେଖେଇବୁ ବୁଢା ବସି ଖାଲି ଟେଙ୍ଗେ ଟେଙ୍ଗେ ହଉଥିବ। ଠିକ ଅଛି ଭାଇ। ଘର ଜୁରୁମ୍ବା ଅଫିସ ମୁମ୍ବାଇ ବାନ୍ଦ୍ରା। ହାଏ ନିରବିଂଶ ଟୋଟାଲ ଆଇସ ହଉଛି ମୋ ଧନ୍ଦା। ଆରେ ମୁଁ ତ ଭାବିଥିଲି ବୁଢାଟା ଗୋଟେ ଜେଣ୍ଟଲମ୍ୟାନ, ଲେକିନ ବୁଢାଟା ତାଲିବାନ।
ମତେ ଗୋଟେ କିଛି କରିବାକୁ ପଡିବ, ନହେଲେ ସେ ବୁଢାଟା ମତେ ମୁମ୍ବାଇରୁ ହାଇଦ୍ରାବାଦ ପଠେଇ ଦବ ରେ ବାପା। ଆଜ୍ଞା ନମସ୍କାର। ନମସ୍କାର। ଦୟାକରି ଆପଣ ଟିକେ ଅଶୋକ ବାବୁଙ୍କୁ ଡାକି ଦିଅନ୍ତିନି ଆଜ୍ଞା। ହେଲେ ଆପଣ କିଏ? ମୁଁ ଅଭିରାମ ଦାସ ଓ ପ୍ରୀତିପୁରରୁ ଆସିଛି। ଅଶୋକ ବାବୁଙ୍କ ପୁଅ ସାଥିରେ ମୋ ଝିଅର ବାହାଘର ପ୍ରସ୍ତାବ ନେଇକି ଆସିଛି। ଓ ଅଭିରାମ ଦାସ। ମନେ ପଡ଼ିଲା। ବା ଏ ଘରଟା ବହୁତ ସୁନ୍ଦର ହେଇଛି ଲୋ ବା। ଆବେ ଏଠି ତୁ ଆରେ ଅନନ୍ତା, এবার চাল পলেଇବା চাল, এতে ଆମ ଅନୁର ବାହାଘର କରିବାନି। କୁଆଡେ ପଳେଇଯିବା? କୁଆଡେ ପଳେଇବା? ତୁ କଣ ଜାଣିଛୁ? ଆବେ ଘର ଦ୍ୱାର ପରା ଦେଖିଲେ, ଏବେ ପୁଅକୁ ଦେଖିଦେଲେ ତୋ ମନଟା କଣ ଖୁସି ହେଇଯିବନି? ସବୁ ତ ଆମେ ଦେଖିଲେ, ଖାଲି ପିଲାକୁ ଦେଖିବାର ଅଛି। ମଉସା ନମସ୍କାର ମଉସା। ହେଲା ବାପା ହେଲା, ଉଠ ବାପା ଉଠ ଉଠ। ଦେଖିଲୁ ଅନନ୍ତା, ଦେଖିଲୁଟି ଏତେ ବଡ ଘର ପୁଅ ହେଲେ କେମିତିକା ସଂସ୍କାର ଖୁନ୍ଦେଇ ହେଇକି ଅଛି, ଦେଖିଲୁ ତ? ମଉସା ଆପଣ ଏତେ କଷ୍ଟ କରି କାହିଁ ଆସିଲେ? ମୋତେ ଗୋଟେ ଫୋନ୍ କଲ୍ କରିଦେଇଥିଲେ ତ ମୁଁ ଆପଣଙ୍କ ଘର ପହଞ୍ଚି ଯାଇଥାନ୍ତି। ଏ ବାପାଙ୍କ ସାଙ୍ଗରେ ଟିକେ କଥା ହବାର ଥିଲା। ମଉସା ମାଉସୀ କେମିତି ଅଛନ୍ତି? ପୁଅ ଭଲ, ସବୁ ଭଲ। ଏ ବା ତତେ କହିଲି ପରା ଚାଲ, ଏଠି ବାହାଘର କରିବାନି। ଚାଲ ପଳେଇ ଚାଲ। ଖାଲି ପଳେଇ ଚାଲ ହଉଛୁ, କୁଆଡେ ଯିବା? ଏଇ ତୁ ଆଗ ମୋ କଥାକୁ କହିବାକୁ ଦେ। ମୁଁ କଣ କହୁଛି ସେ କଥା ଟିକେ ଶୁଣ। ମୋ କଥାକୁ ଆଗ କହିବାକୁ ଦେ। ମୁଁ କହୁଛି ଆପଣଙ୍କ ପୁଅ ଅଜୟ ଆଉ ମୋ ସାନ ଭାଇ ଅମର, ସେମାନେ ଛୁଆଦିନର ଘନିଷ୍ଠ ବନ୍ଧୁ ଥିଲେ। ମାନେ ଆରେ କେତେବେଳେ ଆପଣ ଘରକୁ ଯିବା ଆସିବା ଆଉ ଦେଖା ଚାହା ଭଲ ପାଇବା, ଆରେ ମୁଁ ତ କହୁଛି ସେ ଦୁଇ ଜଣଙ୍କୁ ବାହା କରିଦେବାଟା ହିଁ ଭଲ। କାରଣ ଯାହା ବି ହଉ ଆମ ଅନୁର ବାହାଘର ଏଠି ହେଇପାରିବନି। କାହିଁକି ହେଇପାରିବନି? ହେବା ଏଠି ଆମ ଅନୁର ବାହାଘର ହେଲେ ଏମାନେ ତାକୁ ମାରିଦେବେ ଲୋ ମା। ତୁ କଣ ଯେ କହୁଛୁ? ତୋ କଥା ମୁଁ କିଛି ବୁଝିପାରୁନି। ଏ ବାବୁ, ଆରେ ଆମେ ଘର ଦ୍ୱାର ତ ଦେଖିଲେ ରେ, କାହିଁ ଏମିତି ମନା କରୁଛୁ? ମଉସା ଏ ଭଦ୍ର ଲୋକଟା କିଏ? ଏ ଭଦ୍ର ଲୋକ କଥା କହୁଛୁ? ଏ ଭଦ୍ର ଲୋକ କଥା କହୁଛୁ? ଏ ପରା ବାପା ମା ପରିଚୟ ନଥିବା ଗୋଟେ ଅନାଥ ପିଲାଟା ଆମରି ଦୟାରେ ଆମର ଘରେ ରହିଛି, ଆମ ଅଇଁଠା ଖାଉଛି, ପିଣ୍ଡାରେ ଶୋଉଛି। ୟା କଥା ଆଉ ଜମା ଧରନାରେ ବାପା। ଏ ବା ତୁ ବୋଧେ ବେସାହାରା କ କି ଅଟାକିଆ କ କି 50ଟା କୁକୁର ବୋଲ, 50ଟା ଖାଉଥିବା କୁକୁର ବୋଲି କହ। ମୁଁ ତ କଥା କିଛି ଧରିବିନି ଲୋ ବା। ହେଲେ ମୁଁ କହିଦଉଛି ବା, ମୋ ଭଉଣୀର ବାହାଘର ଏ ଶୈତାନ କୋଠିରେ କରେଇ ଦେବିନି। ନ କହି ବେଶ କହିଗଲୁ। ମୋ ଆଲିସନ ବଙ୍ଗଳାଟାକୁ ଶୈତାନ କୋଠରୀ କହୁଛୁ? ଭୁବନେଶ୍ୱରର ସ୍କୋୟାର ଫୁଟ କେତେ ଜାଣିଛୁ? ତ ଜୀବନରେ କେବେ କିଣିଛୁ? ଚାଲି ଯାଅ ତ ମାନେ, ଚାଲି ଯାଅ। ମୋ ଭଉଣୀର ବାହାଘର ଏଠି ମୁଁ କରେଇ ଦେବିନି। ଚାଲି ଯାଅ ତମ ମାନେ। ଖବର ହଁ ଭାଇ। କଣ ଝିଅର ଅଭାବ ହେଇଛି? ନା ଭାଇ। ଆରେ ତା ଝିଅ ପଛରେ କାହିଁ ପଡିଛୁ? ଆରେ ଚାଲ ସିଧା ସିଧା ମନା କରିଦେ, ଆମର ଏଠି ବାହାଘର କରିବାର ନାହିଁ। ଆରେ ଚାଲ। ମଉସା ଭାଇ ରାଗୁଛନ୍ତି, ମାନେ ଏଇ ବାହାଘର ହେଇପାରିବନି। ଆପଣ ଏଠୁ ଚଳି ଯାଆନ୍ତୁ।
चले जानते अपन माने बाबू ए बाबू एबा ମୋ କଥା ଥରେ ଶୁଣନ୍ତୁ ବାବୁ ୟା କଥା ଶୁଣି ଚାଲି ଯାଆନ୍ତୁନି ମୋ କଥା ଥରେ ଶୁଣନ୍ତୁ ମୋ ଅନୁର ବାହାଘର ହେଇ ନ ପାରିଲେ ମୋ ଅନୁଟା ମୁଁ ଆଉ ଶାନ୍ତିରେ ମରି ପାରିବିନି ହେଲେ କାହିଁକି ଲୋ ବା କାହିଁକି କାହିଁକି ତୋ ଭଉଣୀ ଅନୁ ହଁ କଣ ହେଲା ଅନୁର ଅନୁ ପିଲାର ମା ହବାକୁ ଯାଉଛି କଥାଟା ଯଦି ଜଣାଗଲେ ପରେ ଆମେ ଗାଁ ଦାଣ୍ଡର ବାଟ ମୁଣ୍ଡ ଟିକେ ବାଟ ଚାଲିପାରିବ ତ ତୋ ଭଉଣୀଟା ଭୁଲ ତ କରିଛି ଗୋଡ଼ ତ ଖସେଇ ସାରିଛି କିଏ ବାହା ହବ ତାକୁ ମୋ ଅନୁର ବାହାଘର ମୁଁ ନିଶ୍ଚୟ ଏଠି କରେଇବି ତୁ ଏଠି ରହ ବା ମୁଁ ସେମାନଙ୍କୁ ବୁଝେଇ ସୁଝେଇ ଏଠିକି ଆଣିବି ଏ ବାବୁ ମୋର ଭୁଲ ହେଇଯାଇଛି ବାବୁ ମୋର ଭୁଲ ପାଇଁ ମୋ ଅନୁର ବାହାଘର ଭାଙ୍ଗି ଦିଅନି ବାବୁ ତମେ ଯଦି କହିବ ବାବୁ ମୁଁ ତମ ଘରେ ଏଠି କାନ ଧରି ଉଠ ବସେଇବି ବାବୁ ଚାବୁଡା ଖାଇବି ବାବୁ ଏ ବା ମୁଁ ଜାଣିନଥିଲି ଲୋ ବା ତୁ ଆମ ଅନୁକୁ ଏତେ ଭଲ ପାଉ ବୋଲି ଭାସିଗଲା ମୋ ସଂସାର ଭାସିଗଲା ନାଇଁ ଲୋ ବା କିଏ ବାହା ହବ ମୋ ଅନୁକୁ ମୁଁ ଥାଉ କିଏ ବାହା ହବ ମୁଁ ଥାଉ ତୁ ତ ଚିନ୍ତା କରିବାର ଦରକାର ନାହିଁ ଏ ବାବୁ ଆସ ବାବୁ ମୁଁ ତମରି ଘରେ ତମରି ପାଇଁ ଏଠି କାନ ଧରି ଉଠ ବସଉଛି ବାବୁ ଆସ ବାବୁ ଆସ ଜୀବନ ନମସ୍କାର ହେଲେ ମଉସା ତମ ଝିଅ କୁଆଡେ ଗଲା
মাঙ্গরে এ মাঙ্গরে গাড়ি গলা মঙ্গুরে ভিতরে কদলি খাউথিবা ଓଲୋ ଏ ମା ଓଲୋ ମୁଁ ତମକୁ କେତେବେଳୁ ଡାକିଲିଣି ହେଲେ ତମେ କଣ ସିଧା ସିଧା ପଳେଇ ଆସୁଛ? କଣ କହିବାର ଅଛି କହୁନୁ ଏ ବା ମୁଁ ଗୋଟେ କଥା ଜମା ଭାବି ପାରୁନି। ଆଚ୍ଛା କହିଲ କୋଉ କଥା କଣ ଭାବୁଛୁ ଅଜିତ ଭାଇ ତ ବାହା ହେବାକୁ ରାଜି ହଉନଥିଲେ ହେଲେ ରାଜି ହେଲେ କେମିତି? ରାଜି ହବନି ମାନେ ମାନେ ତୋ ବାପା ଝିଅ ଠିକ କରିବ ଆଉ ସେ ବାହା ହେବାକୁ ମନା କରିବ ଏଇଟା ହେଇପାରିବନି ରେ ମା ବାପା ଓଲୋ ସେଇଟା ଝିଅ ନା ଆଉ କଣ? ଭାଗ୍ୟ ଭଲ ଲୋ ମା ହଁ ସେ ହୋତା ହାବୁଡେ ପଡିନ ନହେଲେ ଗାଣ୍ଟି ଦେଇଥାନ୍ତା ଏ ମା ए बाबू ए क्या बात तुम्हें इस मार दिया रे 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 मौसा चुप मौसा आ कौन तुमको भाई टाकी भी ना करो के बे तू मत जानी पर नहीं मु पूरा अज्ञान মনে পড়ে প্রীতিপুর নারদ বয়লার চিকেন সেন্টার সাইকেল ঢাকা স্টুডিও ओहो ऐसे दया पो अज्ञान ना होता कि रे ময়সা ओलो গামুছা ବି ପଡି ଯାଉଛି ହେଲେ ମଉସା ଗାଁରେ ମୁଁ ଗୋଟେ ଷ୍ଟୁଡିଓ କରିଥିଲି ଜମାରେ ବି ଚାଲିଲାନି ହେଲେ ମୋ ସାଙ୍ଗ ଅଜିତ ଭୁବନେଶ୍ୱରରେ ରହୁଛି कौन कहला କହିଲା ମଉସା ତୁ ଜମାରୁ ଟେନସନ ନା ତୁ ଭୁବନେଶ୍ୱର ଚାଲିଆ हाँ ଖଣ୍ଡଗିରି ଛକରେ ଗୋଟେ ଷ୍ଟୁଡିଓ କରିବୁ ଦେଖିବୁ କେମିତି ଚାଲିବ केमिति चालीछि ପୁରା ଢାକା ଷ୍ଟୁଡିଓ ଢାକା ଚାଲିଛି ओहो ऐसा ମଉସା ଆହା କି ସୁନ୍ଦର ମଉସା ओलो ଏ ତମ ଝିଅ हाँ परा କୋଉ କଲରଟା ଲଗେଇଛି ପୁରା ରାତିରେ ପୁରା ଫେଠେଇଛି ମଉସା ହେଇଟି ତମେ କୁଆଡେ କହୁଥିଲ ବାପାଙ୍କୁ ଫଟୋ ଉଠେଇଦେ ବୋଲିକି ହଁ ଆଉ ଉଠେଇ ଦଉନା अपा मोर गोटे फोटो उठे के देखिलु मु केमिति देखा जाउची मौसा विश्वास करबनी तमे पूरा सलमान खान भलिया देखा जाऊ हाँ? सलमान खान ଟିକେ ପାଖରୁ ଉଠେଇବ ନା ଭଲ ଦିଶିବ ମଉସା ପାଖକୁ ଯିବାର ପାଖରୁ ଯିବାର ଦରକାର ନାହିଁ ଆଉ? ଟେନସନ ନିଅନା ମୋବାଇଲରେ ପୁରା ଦାମୀ ଲେନ୍ସ ଲାଗିଛି
बोलो ତମେ କଣ ଏମିତି ଶୋଇକି ବସିକି ଫଟୋ ଉଠେଇଛ କହିଲ? ଆଉ କଣ କରିବି କହିଲେ? ଅଜିତ ଭାଇ ତମକୁ ଖୋଜୁଛନ୍ତି। ଆରେ ଯାଅ। ଖୋଜୁଛନ୍ତି ହଉ ହଉ ଯାଉଛି। ଅଜ୍ଞାନ ହୋତା ଏତର ବାତର ଅଛି କି ରେ ପେଟେଇଲୁଣି ମୁଁ ଜାଣିଛି ତମେ এই କଥା କହିବ ବୋଲି ସେଥିପାଇଁ କହୁଛି